ଯେଉଁ ସମୟରେ ନିଜର ଲୋକ ଅତି ବଡ଼ ଧରଣର ଆଘାତ କରିଥାଏ ନା, ସେତେବେଳେ ମନଟା ଭାଙ୍ଗି ରୁଜି ପୁରା ଚୁରମାର ହୋଇଯାଇଥାଏ। ତେଣୁ ପରଲୋକ ଆଘାତ ଦେଲେ ସହିବା ଚଳିବ, କିନ୍ତୁ ନିଜ ଲୋକ ଯେତେବେଳେ ଆଘାତ ଦିଅନ୍ତି ନା, ସେ ଆଘାତକୁ ସହ୍ୟ କରିବା ଅତ୍ୟନ୍ତ ଦୁଃସାଧ୍ୟ, ଅତ୍ୟନ୍ତ କଷ୍ଟକର। ତେଣୁ ସମୟ ଏପରି ଏକ ପରିସ୍ଥିତିରେ ନେଇ ଆପଣଙ୍କୁ ପହଞ୍ଚାଇ ଦିଏ ଯେ ନିଜ ଲୋକର ଆଘାତକୁ ଆପଣ ସହିବାକୁ ପଡ଼ିବ ଏବଂ ନ ସହିପାରିଲେ ଆପଣ ଆଉ ଆଗକୁ ଚାଲିପାରିବେ ନାହିଁ। ତେଣୁ ସମୟକୁ ଅପେକ୍ଷା କରନ୍ତୁ, ସମୟର ସଦୁପଯୋଗ କରନ୍ତୁ ଏବଂ ପ୍ରତି ପଦକ୍ଷେପରେ ଆପଣ ମାନସିକ ସ୍ତରରେ ଏପରି ସୁସ୍ଥ ହୋଇ ରୁହନ୍ତୁ ଯେପରି ଅନ୍ୟର ଆଘାତକୁ ସହିବା ପାଇଁ ଆପଣଙ୍କ ପାଖରେ ଅସୀମ ଧୈର୍ଯ୍ୟ ଥିବ, ଅସୀମ ସାହସ ଥିବ। ଧନ୍ୟବାଦ।